ଏବଂ ସମସ୍ତ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନଙ୍କୁ ଆଭୂମ ପ୍ରଣତି ନିବେଦନ କରୁଛି ଏବଂ ସମସ୍ତଙ୍କର ମଙ୍ଗଳ କାମନା କରୁଛି। ଏ କ୍ଷେତ୍ରଟି ଗୋଟିଏ ଆଶ୍ରମ, ଯେଉଁ ଆଶ୍ରମଟି କଟକ ସଂଘର ଆଶ୍ରିତା ଭକ୍ତ ଶିଷ୍ୟମାନଙ୍କ ଦ୍ୱାରା ଏହା ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ମଧ୍ୟ ତାହା ଚାଲିଛି। ଏହି କ୍ଷେତ୍ରରେ ଆମର ମାନସ ଗୁରୁ ସଦ୍ଗୁରୁ ନାମାଚାର୍ଯ୍ୟ ବାବା ବାୟାଙ୍କର ଶ୍ରୀମୂର୍ତ୍ତି ପ୍ରତିଷ୍ଠା ହୋଇଛନ୍ତି ଏବଂ ପୂଜା ପାଉଛନ୍ତି। ଗୌରାଙ୍ଗ ଶରଣ ଦାସ ବାବାଜୀ ସେ ବର୍ତ୍ତମାନ ବାବା ବାୟାଙ୍କର ସେବକ ଭାବରେ ଅଛନ୍ତି। ଏଇ ଯେଉଁ ଆଶ୍ରମଟି ଅନୁଷ୍ଠିତ ହେଇଛି, କଟକ ସହର ଭଳି ଗୋଟାଏ ଓଡ଼ିଶାର ଐତିହ୍ୟ ପୂର୍ଣ୍ଣ ସହର, ଏହି ସହରରେ ଅନେକ ବଦାନ୍ୟ ବ୍ୟକ୍ତିମାନେ ଅଛନ୍ତି। ସଂଘ ଗୋଟିଏ ସଂଘ ଘର କରିବା ପାଇଁ ସେ ନାନାଦି ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ପରେ ଏଇଠି ଏଇ ସାହିରେ ଯେଉଁ ପ୍ରଣବାନନ୍ଦ ଏବଂ ଯୋଗମାୟା ଏଇ ଯେଉଁ ଭାଇ ଭଉଣୀ ଏଠି ଅଛନ୍ତି, ତାଙ୍କର ସେଇ ଭାବନା ସୃଷ୍ଟି ହେଲା ଯେ ତାଙ୍କର ଏଇ ପୌତ୍ରିକ ସମ୍ପତ୍ତିଟିକୁ ଅନନ୍ତ ବଳିଆ ସେବା ସଂଘକୁ ପ୍ରଦାନ କରିବେ ଏବଂ ଏଠି ନାମ କୀର୍ତ୍ତନ ସତ୍ସଙ୍ଗ ଯାହା ହେଇପାରିବ ତାହା ହେବ, ତାହା ହିଁ ହେଉଛି। କିନ୍ତୁ ଏଠି କିଛି ଅଭାବ ନାହିଁ, କିଛି ଅସୁବିଧା ମଧ୍ୟ ନାହିଁ, କିନ୍ତୁ ରାସ୍ତାଟା ଟିକେ ସଂକୀର୍ଣ୍ଣ ଥିବାରୁ ଗାଡ଼ି ମଟର ଯିବା ଆସିବାର ଟିକେ ଅସୁବିଧା ହେଉଛି। ଯେଉଁ ଭକ୍ତମାନେ ସତ୍ସଙ୍ଗକୁ ଆସୁଛନ୍ତି, ତାପରେ ଏଠି ଗୋଟିଏ ଯୋଗ କେନ୍ଦ୍ର ମଧ୍ୟ ଖୋଲାଯାଇଛି, ଯେ ବିଭିନ୍ନ ପ୍ରକାର ଯୋଗାସନ ଶିକ୍ଷା ମଧ୍ୟ ସକାଳୁ ଦିଆହେଉଛି, ସବୁ ଚାଲିଛି। କିନ୍ତୁ କେବଳ ଏଠି ଗୋଟିଏ ଜିନିଷ ଟିକେ ଅଭାବ ରହୁଛି, ସେଇଠି ହେଉଛି ଗୋଟିଏ ରାସ୍ତାର ଟିକେ ସଂକୀର୍ଣ୍ଣତା ଥିବାରୁ ଗାଡ଼ି ମଟର ଯିବା ଆସିବାରେ ବହୁତ ଅସୁବିଧା ହେଉଛି। ତେବେ ଠାକୁରଙ୍କର ଇଚ୍ଛା ସବୁବେଳେ ପୂର୍ଣ୍ଣ ହୁଏ। ଠାକୁରଙ୍କର ଇଚ୍ଛା ପୂର୍ଣ୍ଣ ପାଇଁ ଆମ ପାଖରେ ଯେତିକି ଧୈର୍ଯ୍ୟ ଆବଶ୍ୟକ, ସେ ଧୈର୍ଯ୍ୟ ଆମର ବେଳେବେଳେ ଧୈର୍ଯ୍ୟଚ୍ୟୁତ ହୁଏ। ଆମେ ବେଳେବେଳେ ନୈରାଶ୍ୟତା ଅନୁଭବ କରୁ ଯେ ଏଠି ଇୟା ହେବାର ଥିଲା, ହେଇପାରିଲାନି। ତେବେ ଯାହା ହଉ, ଈଶ୍ୱର ମଙ୍ଗଳମୟ ଏ କଥା
ସମସ୍ତେ ସ୍ୱୀକାର କରନ୍ତି। ଆମେ ଯାହା ଚାହିଁବୁ ତାହା ଯେ ଆମକୁ ମିଳିବ ସେମିତି କଥାଟା ଠିକ୍ ନୁହେଁ। କଟକରେ ତ ବଡ଼ ମେଡ଼ିକାଲ ଏବଂ ବହୁ ମେଡ଼ିକାଲ ଡାକ୍ତରଖାନା ସବୁ ରହିଛି। ଆପଣମାନେ ଜାଣିଛନ୍ତି ରୋଗୀ ଯାହା କହିବ ଡାକ୍ତର ସେଇ କଥାଟା ଯଦି କହିବ, ରୋଗୀ କହିବ ମୁଁ ଖଟା ଖାଇବି, ଡାକ୍ତର କହିବେ ଖଟା ଖା, ତାମାନେ ରୋଗ ବଢ଼ିବ। ଏଠି ସବୁ କଥାର ସୃଷ୍ଟିର ସବୁ କଥାର ଗୋଟିଏ ମୀମାଂସା ହେଉଛି ତମେ ଯାହା ଚାହୁଁଛ ସେ କଥା ପୂର୍ଣ୍ଣ ହେଇପାରେ ନ ହେଇପାରେ, କିନ୍ତୁ ଈଶ୍ୱର କୃପା କରି ସେ ସର୍ବଶକ୍ତିମାନ ଜନ୍ମ ଜନ୍ମାନ୍ତରର କର୍ତ୍ତା, ସିଏ କୃପା କରି ଆମକୁ ଯାହା ଦେବେ ସେଇଟାକୁ ଆମକୁ ଗ୍ରହଣ କରିବାକୁ ହେବ। ତାକୁ ହିଁ ମହାପ୍ରସାଦ ଭାବରେ ଆମେ ଗ୍ରହଣ କରିବା। ଯଦି ଅସନ୍ତୁଷ୍ଟ ଆମେ ହବା, ଏଇଟା ହେଲା ନାହିଁ ସେଇଟା ହେଲା ନାହିଁ, ଏମିତି ଯେମିତି ଲୋକମାନେ ବ୍ୟସ୍ତ ହୁଅନ୍ତି, ତାଦ୍ୱାରା ହୁଏତ ଆମେ ଯାହା ଚାହିଁବୁ ତାହା ନ ହେଇପାରେ। ତେଣୁ ସବୁବେଳେ ଆମକୁ ଗୁରୁ ଗୋବିନ୍ଦଙ୍କର ଇଚ୍ଛା ଆଉ କୃପା ଏ ଦୁଇଟା ଜିନିଷକୁ ସବୁବେଳେ ଆମେ ସ୍ୱାଗତ କରିବା ଉଚିତ। ଜଣେ ହେଉଛନ୍ତି ଗୁରୁ, ଜଣେ ହେଉଛନ୍ତି ଗୋବିନ୍ଦ। ଗୁରୁ ଗୋବିନ୍ଦେ ଦିଅ ମନ, ଗମିବ ବୈକୁଣ୍ଠ ଭୁବନ। ଆପଣମାନେ ଗୋବିନ୍ଦଙ୍କୁ ଦେଖି ନାହାନ୍ତି, କିନ୍ତୁ ଗୋବିନ୍ଦଙ୍କର ପ୍ରତିମୂର୍ତ୍ତି ସବୁଆଡ଼େ ଆମ ସନାତନ ଧର୍ମରେ ବା ହିନ୍ଦୁ ସଂସ୍କୃତିରେ ଗୋବିନ୍ଦଙ୍କର ପ୍ରତିମୂର୍ତ୍ତି ସବୁ ସ୍ଥାନରେ ବିଦ୍ୟମାନ। ବହୁ ମନ୍ଦିର, ବହୁ ଆଶ୍ରମ ଗଢ଼ାଯାଇଛି ଏବଂ ସେଠି ଗୋବିନ୍ଦଙ୍କର ପୂଜାର୍ଚ୍ଚନା ଚାଲିଛି। କିନ୍ତୁ ଆମେ ସବୁ ଗୋବିନ୍ଦଙ୍କର ସବୁ ମୂର୍ତ୍ତିକୁ ଆମେ ଆପଣେଇ ପାରିବୁନି। ଧରନ୍ତୁ ଜଣେ ଦକ୍ଷିଣ କାଳିକାଙ୍କୁ ପୂଜା କରୁଛି, ଶିବ ମନ୍ଦିରରେ ପହଞ୍ଚିଲେ ସେ ଦକ୍ଷିଣ କାଳିକାଙ୍କ କଥା ଭୁଲିଯାଏ, ହରି ଓಂ ନମ ଶିବାୟ ବୋଲି କହିଲି ସେଠି ପ୍ରଣାମ କରେ। ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚିଲେ ସେ ସବୁ କଥା ଭୁଲିଯାଏ, କେବଳ ନୀଳାଦ୍ରି ଚତୁର୍ଦ୍ଧାମୂର୍ତ୍ତୟେ ନମ ଏଇ କଥାକୁ ସେ ସ୍ମରଣ କରେ। ଏହି ସବୁ କଥା ଚିରାଚରିତ ଭାବରେ ଅଛି, କିନ୍ତୁ ଶାସ୍ତ୍ର ସବୁବେଳେ ଆମକୁ ଶିଖେଇଛନ୍ତି ଏକ ସଦବିପ୍ରା ବହୁଧା ବଦନ୍ତି। ଏଇ କଟକ ସହରରେ ଅନେକ ଜଳଖିଆ ଦୋକାନ ଅଛି। ଯେଉଁ ବିରିରେ ବରା ହୁଏ ସେଇ ବିରିରେ ଦୋସା ବି ହୁଏ, ସେଇ ବିରିରେ ଆଉ ଚକୁଳି ପିଠା ବି ହୁଏ। ବିରି କିନ୍ତୁ ଗୋଟିଏ ରୂପରେ ଅଛି। ବିରିକୁ ନେଇ ବିଭିନ୍ନ ଖାଦ୍ୟପେୟ ଆମେ ହିଁ ପ୍ରସ୍ତୁତ କରୁଛୁ। ଠିକ୍ ସେଇଭଳି ଧର୍ମ କେବେ ବି ଅନେକ ନୁହେଁ। ଆମେ ଏ କଥାକୁ ବର୍ତ୍ତମାନ ବୁଝେଇଲେ ଲୋକ ବି ବୁଝିବେନି।
ବରଂ ମରାମରି ହେବେ। ଆମେ ଯଦି ବୁଝେଇବୁ ଧର୍ମ ଗୋଟିଏ, ଉଦାହରଣ ଦେଇ ବୁଝେଇବୁ। ସୂର୍ଯ୍ୟ କେତେ ଜଣ? ସୂର୍ଯ୍ୟ ଜଣେ। ବିଜ୍ଞାନ କହୁଛି ଅନେକ ସୂର୍ଯ୍ୟ ଅଛନ୍ତି। ତ ଆମର ସେଥିରୁ କ'ଣ ମିଳିବ? ଆମର ତ ଯେଉଁ ସୂର୍ଯ୍ୟ ଗତକାଲି ଥିଲେ ଆଜି ତ ସେଇ ସୂର୍ଯ୍ୟ ଅଛନ୍ତି। ଆଉ ଅନେକ ସୂର୍ଯ୍ୟ ଅଛନ୍ତି, ତାଙ୍କ ସହିତ ଆମର ପରିଚୟ ସେମିତି କିଛି ନାହିଁ। ଆମେ ଶୁଣିଛୁ ସେ ଅଛନ୍ତି। ତେବେ ସୂର୍ଯ୍ୟ ଯଦି ଗୋଟିଏ, ପୃଥିବୀ ଯଦି ଗୋଟିଏ, ଚନ୍ଦ୍ରମା ଯଦି ଗୋଟିଏ, ସାଗରର ବହୁତ ନାଁ ଅଛି। ବଙ୍ଗୋପସାଗର, ପ୍ରଶାନ୍ତ ମହାସାଗର, ଏମିତି ଅନେକ ନାଁ ଅଛି। ଆରବ ମହାସାଗର। କିନ୍ତୁ ଯେଉଁ ସାଗରର ପାଣିକି ଆମେ ପିଇବା, ସେ ପାଣି ନିଶ୍ଚିତ ଲୁଣିଆ ଲାଗିବ, ସେ ଜମା ମିଠା ଲାଗିବନି। ତେଣୁ ଦେଖ ଏ ଯେତେ ନଦ ନଦୀ, ପ୍ରବାହେ ମିଳନ୍ତି ଜଳଧି, ଲବଣ ଜଳେ ସେ ମିଶନ୍ତି, ସୁନାମ ଗୁଣ ବାସ। ଗୀତା କହିଲେ ଯଥା ନଦୀନାଂ ବହବମ୍ବ ବେଗା ତ୍ରମ୍ବେବା। ସମୁଦ୍ର ଯେତେ ବଡ଼ ହଉ, ନଦୀ ଯେତେ ଛୋଟ ହଉ, ସେ ସମୁଦ୍ରରୁ ଆସିছে ପୁଣି ସମୁଦ୍ରରେ ମିଶିବ। ଆମେ ଏଠି ଯେତେ ଲୋକ ବସିଛୁ, ଯେତେ ଜାତିର ଲୋକ ବସିଛୁ, ଆମ କଟକ ସହରରେ ଅନେକ ଧର୍ମର ମନ୍ଦିର ଅଛି। ମନ୍ଦିର ଅଛି, ଆଶ୍ରମ ଅଛି, ମସଜିଦ ଅଛି, ଚର୍ଚ୍ଚ ଅଛି, ଗୁରୁଦ୍ୱାର ଅଛି, ସବୁ ଅଛି। ସମସ୍ତେ ନୀରବରେ ହଉ କି ବଡ଼ ପାଟିରେ ହଉ କାହାକୁ ଗୋଟେ ଡାକୁଛନ୍ତି। କୌଣସି ନାଁ ଧରିକି ଆମେ ସ୍ୱତନ୍ତ୍ର ଭାବରେ ସେଇ ସର୍ବଶକ୍ତିମାନଙ୍କର ରୂପକୁ ଆମେ ଦେଖୁ ନ ଦେଖୁ, ତାଙ୍କ ନାଁ ଟିକେ ଧରିକିରି ଆମେ ଡାକୁଛୁ। କ'ଣ ଡାକୁଛୁ ସେ କଥା ବି ଆମେ କହିପାରିବାନି, କିନ୍ତୁ ଡାକୁଛୁ। ଆମେ କହୁଛୁ ଭଗବାନ। ଯେ ଭଗବାନ ବୋଲି ଗୋଟିଏ ଶବ୍ଦ ଯଦି ଆପଣମାନେ ଜାଣିଛନ୍ତି, ତାହେଲେ ତାର ଅର୍ଥଟି କ'ଣ ଆମକୁ ଟିକେ ବୁଝାଅ। ସେ କଥା ବୋଧେ କେହି ବୁଝେଇ ପାରିବେନି, ଜଣେ ଅଧେ ପଣ୍ଡିତ ଏଠି ବୁଝେଇବେ। ଭଗବାନ କିଏ? ଯାହାଙ୍କୁ କୋଟି କୋଟି ମଣିଷ ଡାକୁଛି ଭଗବାନ। ଦୁଃଖ ସୁଖ ଝଡ଼ ଝଞ୍ଜା ସବୁବେଳେ ସେ ଗୋଟିଏ ନାଁକୁ ସେ ମନେ ରଖିଛି ଭଗବାନ। ଭଟି ହେଉଛି ଭବ ବା ପୃଥିବୀ। ତେବେ ଭଗବାନ କିଏ? ଏଇ ପୃଥିବୀ ହେଉଛି ଭଗବାନଙ୍କର ଗୋଟିଏ ଅବତାର। ଆମେ କହୁଛୁ ରାମ ଅବତାର, କୃଷ୍ଣ ଅବତାର। ଆଉ କିଏ କେମିତି ଗୋଟିଏ ଅବତାର କଥା କହୁ? ନୃସିଂହ ଅବତାର, ପରଶୁରାମ ଅବତାର,
ଏବେ ସବୁ କହୁଛନ୍ତି କଳ୍କି ଅବତାର। କିନ୍ତୁ ପ୍ରଥମେ ଆପଣ ଦେଖନ୍ତୁ ଏ ସଂସାରର ପ୍ରଥମ ଅବତାର ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ହେଉଛନ୍ତି ପ୍ରଥମ ଅବତାର। ସେତେବେଳେ ଧର୍ମର ନାଁ କିଛି ନଥିଲା। ସନାତନ ଧର୍ମ, ଶିଖ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ କିଛି ନଥିଲା। କିନ୍ତୁ ଧର୍ମ ଥିଲା, ଧର୍ମର କୌଣସି ନାଁ ନଥିଲା। ଇଏ ସବୁ ନାଁ ଯେଉଁ ଦିଆହେଇଛି, ଇଏ ସବୁ ପରବର୍ତ୍ତୀ ସମୟରେ ନାଁ ଦିଆହେଇଛି। ଠିକ୍ ସେହିପରି ସୂର୍ଯ୍ୟ ହେଉଛନ୍ତି ଇଏ ସଂସାରର ପ୍ରଥମ ଅବତାର। ଗୀତାର 4ର୍ଥ ଅଧ୍ୟାୟ ପଢ଼ିଲେ ଜାଣିବ। ସୂର୍ଯ୍ୟଙ୍କ ଅବତାର ପରେ ସୂର୍ଯ୍ୟ ବୋଧେ ଭାବିଲେ ମୁଁ ଏକୁଟିଆ ତ ସୃଷ୍ଟିକି ସୃଜନା କରିପାରିବିନି। ଆମେ ଯାହାକୁ କହୁଛୁ ବ୍ରହ୍ମା, ଯଦି କହିବୁ ବ୍ରହ୍ମାଙ୍କ ଘର କେଉଁଠି, ନିଶ୍ଚୟ ତାର ଉତ୍ତର ଆସିବ ରାଜସ୍ଥାନରେ ପୁଷ୍କର ତୀର୍ଥରେ ସୂର୍ଯ୍ୟଙ୍କର ତୀର୍ଥ ଅଛି। ଆମେ ଯେତେ ଥର ଯାଇଛୁ ପୁଷ୍କର, ମୁଁ 2-3 ଥର ଯାଇଛି। ବ୍ରହ୍ମା ଯେମିତି ଥିଲେ ସେମିତି ଅଛନ୍ତି। ତାଙ୍କର ଆଉ କିଛି ବୁଢ଼ା ହେଉନାହାନ୍ତି କି ଟୋକା ହେଉନାହାନ୍ତି କି କିଛି ନାହିଁ। ସେ ଯେଉଁ ରୂପରେ ତାଙ୍କୁ କାରିଗର ଗଢ଼ିକି ରଖିଦେଇଛି ସେଇ ରୂପରେ ସେ ଅଛନ୍ତି। ତେଣୁ ଥରେ 2 ଥର ଦେଖିବା ପରେ ଆମେ କହିବୁ ଆଉ ନ ଗଲେ ବି ଚଳିବ, ସେଇ ତ ସୂର୍ଯ୍ୟ। କିନ୍ତୁ ଅବତାର ସୂର୍ଯ୍ୟ କିଏ? ଯାହାଙ୍କୁ ପ୍ରତ୍ୟେକ ଦିନ ନମସ୍କାର କଲେ, ପାଣି ଆଞ୍ଜୁଳାଏ ତାଙ୍କୁ ଅର୍ପଣ କଲେ, ଆମର ସମସ୍ତ ଗ୍ରହ ରିଷ୍ଟ ନିଶ୍ଚୟ ଖଣ୍ଡନ ହେବ। ସିଏ ହେଉଛନ୍ତି ପ୍ରଥମ ଅବତାର। ଚନ୍ଦ୍ର ହେଉଛନ୍ତି ସୂର୍ଯ୍ୟଙ୍କର ଗୋଟେ ଛାୟା। ଚନ୍ଦ୍ରଙ୍କ ଭିତରେ ଯେଉଁ ଆଲୋକ ଦେଖୁଛନ୍ତି ସେ ସୂର୍ଯ୍ୟଙ୍କର ଆଲୋକ। ସେ ଚନ୍ଦ୍ର ଭିତରେ ପ୍ରତିଫଳନ ହେଉଛି। ସୂର୍ଯ୍ୟଙ୍କ ପରେ ଆଉ କିଏ ଅବତାର ହେବେ? ସେ ହେଉଛନ୍ତି ପୃଥିବୀ, ଯାହାକୁ ଆପଣ ଧରିତ୍ରୀ କହୁଛନ୍ତି। ଏଇ ପୃଥିବୀ ହେଉଛି ସୂର୍ଯ୍ୟଙ୍କର ଅବତାର। ସୂର୍ଯ୍ୟଙ୍କ ଅବତାର। ଏଠି ସବୁ ଅଛି। ଆପଣମାନେ ଶୁଣିଥିବେ, ଯେତେବେଳେ ବ୍ରାହ୍ମଣମାନେ ଆମ ଘରେ କୌଣସି ଗୋଟିଏ ପୂଜାର୍ଚ୍ଚନା କରନ୍ତି, ସେ ମାନେ ବହୁତ ମନ୍ତ୍ର ପଢ଼ନ୍ତି। ମନ୍ତ୍ର ମାନେ ଗଦା କରି ପକାନ୍ତି, ତାକୁ ଆମ ଭଳିଆ ଲୋକ ବୁଝିବା ବଡ଼ କଷ୍ଟ। କିନ୍ତୁ ତା ଭିତରେ ସେ ଗୋଟିଏ ମନ୍ତ୍ର ନିଶ୍ଚୟ ପଢ଼ିବେ, ଶେଷ ବେଳକୁ ପଢ଼ିବେ, ପ୍ରଥମରୁ ପଢ଼ନ୍ତିନି। ସେ ମନ୍ତ୍ରଟି ହେଉଛି ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍ ଯଦି ପୂର୍ଣ୍ଣ ବୋଲି ଗୋଟିଏ ଶବ୍ଦ ଆପଣ ଖୋଜିବେ, ଚନ୍ଦ୍ରରେ ଖୋଜନ୍ତୁ। ଆଜି ମଣିଷ ଚନ୍ଦ୍ରକୁ ଯାଇଛି, ମଙ୍ଗଳ ଗ୍ରହକୁ ଯାଇଛି, ଆଉ କୁଆଡ଼କୁ ବି ଯିବ। ପୁଣି କିଏ କହିଲେଣି ଚନ୍ଦ୍ରରେ ବି ହୋଟେଲ ଫୋଟେଲ କାଲି ତିଆରି ହେବ, ଏ ମଣିଷ ଘର ଫର କରିକି ସେଠି ରହିବ।
ତେଣୁ ସେ ହୋଟେଲ ଫୋଟେଲ ଟୋଲାକୁ ଆମେ ତର କେହି ନଥିବୁ, ଆମ ଛୁଆମାନେ ସବୁ ଯିବେ ଆଉ। କିନ୍ତୁ ଚନ୍ଦ୍ରଙ୍କ ପାଖରେ କୋଠାବାଡ଼ି ହେଇପାରେ, ହବ, କିନ୍ତୁ ପବନଟା କୋଉଠୁ ଯିବ? ପବନ ଯଦି ନ ହବ ଚନ୍ଦ୍ରରେ କ'ଣ ଆମେ ରହିପାରିବା? ସେ ତା ବାଟରେ, କିନ୍ତୁ ପୃଥିବୀରୁ ଯିବ ପବନ, ଖାଦ୍ୟ କୋଉଠୁ ଯିବ? ସେଇ ଚନ୍ଦ୍ରରେ କ'ଣ ଟ୍ରାକ୍ଟର ଫ୍ରାକ୍ଟର ଚାଲିବ କି କ'ଣ ମୁଁ କହିପାରିବିନି, କିନ୍ତୁ ଚନ୍ଦ୍ରରେ ଯାହା ଆବଶ୍ୟକ ପଡ଼ିବ ତାହା ପୃଥିବୀ ହିଁ ଯୋଗେଇବ। ତେଣୁ ପୃଥିବୀ ହେଉଛନ୍ତି ସୂର୍ଯ୍ୟଙ୍କର ମହାନ ଅବତାର, ଯାହାଙ୍କୁ କୁହାଯାଏ ମା। ମା କାହିଁ କୁହାଯାଏ? ଆପଣ ଦେଖନ୍ତୁ, ଆମ ବିଜ୍ଞାନ ଯୁଗ ହଉ, ସେ ଯୋଉ ଯୁଗ ହଉ, ପିଲାମାନେ ପାଠ ପଢ଼ିଛନ୍ତି ଜାଣୁଛନ୍ତି। ଆପଣ ଦେଖନ୍ତୁ, ମା ହେଉଛି ଗୋଟିଏ ମୂର୍ତ୍ତି, ଦୁଇଟି ମୂର୍ତ୍ତି ହେଉଛନ୍ତି ଆମ ଜନ୍ମର ଭଗବାନ ହେଉଛନ୍ତି ବାପା ବୋଉ ବା ବାପା ମା। ଆଉ ଏଇ ଦୁଇଟି ଯଦି ନଥାନ୍ତେ ଆମେ କୋଉ ଜନ୍ମ ହେଇଥାନ୍ତୁ? ରାମକୃଷ୍ଣାଦି ଭଗବାନ ମଧ୍ୟ, ରାମ କୃଷ୍ଣ ମହମ୍ମଦ ଯୀଶୁ ବୁଦ୍ଧ ମହାବୀର ସମସ୍ତେ ଆଙ୍କରି ପାଖରୁ ଆଇଛନ୍ତି। ତେବେ ସିଏ ଗୋଟେ ଜୀବନ ଦର୍ଶନର କଥା, ସବୁ କଥା ଗୁଡ଼ା କହିଲେ ଗୋଳମାଳ ହେଇଯିବ। ଏଇ ଯୋଉ ପୃଥିବୀ କି ଆପଣ ଦେଖୁଛନ୍ତି, ଛୁଆଟି ଯାଇଛି ସ୍କୁଲ କି କଲେଜକୁ, କୁଆଡ଼େ ଯାଇ କି ବନ୍ଧୁ ଘରକୁ ଯାଇଛି, ସେ ଫେରିଲା ବେଳକୁ ତା ପାଇଁ ଖାଦ୍ୟ ରଖାଯାଇଛି, ପାଣି ରଖାହେଇଛି। ସେତିକି ବି ନୁହେଁ, ତାକୁ ଅପେକ୍ଷା ବି ଜଣେ କରିକିରି ବଇଛି। ସେ ଲୋକଟି କିଏ? ସେ କ'ଣ ଆମ ଘରର ଚାକରାଣୀ? ଆମେ ତାଙ୍କୁ ଟଙ୍କା ଦେଇକିରି ରଖିଛୁ? ସିଏ ହେଉଛନ୍ତି ମା। ଇଏ ଧରିତ୍ରୀ ହେଉଛି ମା, ଆମକୁ ଯିଏ ଜନ୍ମ ଦେଇଛି ମା। ସିଏ ତା ପିଲା ପାଇଁ ସିଏ ଯାହା ସେ ଖାଇବାକୁ ଭଲ ପାଏ ତାକୁ ସେ ଗୋପନରେ ରଖିଥାଏ ଏବଂ ତାକୁ ପେଟ ପୂରେଇ ଖାଇବାକୁ ଦିଏ। ସେ ହେଉଛି ମା। କେତେଜଣ ବ୍ୟକ୍ତି, ମୁଁ ଯେତିକି ଅନୁସନ୍ଧାନ କରୁଛି, କେତେଜଣ ବ୍ୟକ୍ତି ତାଙ୍କ ମୁଣ୍ଡ ବାଳ ମାନେ ପାଚିଲା ବେଳକୁ, ଧଳା ହେଲା ବେଳକୁ ସେ ମା ବାପାଙ୍କୁ ପୂଜା କରନ୍ତି। ସିଏ ଗୋଟେ କୋଉ ଦିନ ପିଣ୍ଡ ପଡ଼ିବ, କୋଉଦିନ ଗୋଟେ ଶ୍ରାଦ୍ଧ ପଡ଼ିବ, ମନେ ପଡ଼ିଯିବ ଆଜି ବାପାଙ୍କ ପିଣ୍ଡ, ଆଜି ମାଙ୍କ ପିଣ୍ଡ, ନହେଲେ ଯଦି ଗୟା ତୀର୍ଥକୁ ଯିବୁ ସେଠି ପିଣ୍ଡ ପକେଇବୁ, ଏଲାହାବାଦରେ ଆମକ କରିବୁ। ଏଇ ଯେଉଁ କଥା ସବୁ ଆମର କରାହେଇ, ଯାହାଙ୍କୁ ମନେ ରଖିବା ପାଇଁ ଏତେ କଥା କରାଯାଇଛି। ଗୟାରେ ପିଣ୍ଡ ପକେଇବ, ଯାଜପୁର ନାଭି ଗୟାରେ ପିଣ୍ଡ ପକେଇବ, ପୁରୀର ଶ୍ଵେତଗଙ୍ଗାରେ ପିଣ୍ଡ ପକେଇବ, ଏଲାହାବାଦରେ ପିଣ୍ଡ ପକେଇବ। ଏ କଥା ସବୁ କାହିଁକି ସୃଷ୍ଟି ହେଇଥିଲା? କେବଳ ବାପ ମାଙ୍କୁ ମନେ ରଖିବା ପାଇଁ। ଅନ୍ତତଃ ତମେ ବଞ୍ଚିଥିବା ପର୍ଯ୍ୟନ୍ତ ତମ ବାପା ବୋଉଙ୍କୁ ମନେ ରଖ। ସେଇ କଥାଟାକୁ କେତେ ଲୋକ ମନେ ରଖନ୍ତି? ମୁଁ ମୋର କୌଶଳରେ, ମାନେ ମୁଁ ଯାଇ ଟିକେ ଏତେ ବିଦ୍ୟା ମୋର ନାହିଁ, ତଥାପି ଯେତିକି ଅଛି ସେଇଥିରେ ମୁଁ କୌଶଳରେ ମୁଁ ମଣିଷର ମନର କଥାକୁ ମୁଁ ବୁଝିପାରେ। ମଣିଷ କାହାକୁ ମନେ ରଖୁଛି? ଶ୍ରାଦ୍ଧ ପକଉଛି,
କେବଳ ଗୋଟେ ବାହ୍ୟ ସାଧ ନ ପକେଇଲେ ପଡ଼ୋଶୀ କହିବେ, ବ୍ରାହ୍ମଣ ବି କହିବ ମୋ ବାପାଙ୍କର ସାଧ ଗଲା, ଏମିତିଆ ସବୁ ଖାମଖିଆଲି ଭାବରେ ଚାଲିଛି। ମୁଁ ଆପଣମାନଙ୍କୁ ଗୋଟେ ଛୋଟିଆ କଥା କହିବି, ମୋ ଜୀବନ ଅନୁଭୂତି ମୁଁ କହିବାକୁ ଏଠି ବସିନି। ଆମେ ଗୋଟେ କଥା ମନେ ପଡ଼ୁଛି କହୁଛି, ଆମେ ଯାଇଛୁ ଏଠିକି ଯାଇଛୁ ହରିୟାଣା କୁରୁକ୍ଷେତ୍ରକୁ ଆମେ ଯାଇଛୁ। କୁରୁକ୍ଷେତ୍ରରେ ମୋ ବୋଉ ବି ମୋ ସାଙ୍ଗରେ ଅଛନ୍ତି, ଆଉ ମୁଁ ତ ଅଛି। ଆମେ କୁରୁକ୍ଷେତ୍ରରେ ରାତିରେ ରହିଲୁ, ସକାଳୁ ପୁଣି ଗୋଟେ କ'ଣ କରିକିରି ଆସିବୁ। ଏତିକି ବେଳେ ମୋର ବାପା ଆଉ ମୋର ପୁରୋହିତ, ଯିଏ ଆମର ଘରର ପୁରୋହିତ, ଦୁଇ ଜଣ ଯାକ ଆସି ସ୍ୱପ୍ନରେ ଦେଖାଦେଲେ। ପରିଷ୍କାର ଭାବରେ କହୁଛନ୍ତି, ମୁଁ ତାଙ୍କୁ ପ୍ରଣାମ କରୁଛି, ଆପଣ କୁଆଡ଼େ ଆସିଛନ୍ତି ବୋଲି ମୋତେ ପଚାରୁଛି। ସିଏ ମୋତେ ପଚାରୁଛନ୍ତି, ତୁମେ ଇଏ ତୀର୍ଥକୁ ଆସିଛ, ଆମକୁ ପିଣ୍ଡ ଦେବନି କି? ମୋ ନିଦ ଭାଙ୍ଗିଗଲା। ମୁଁ ବୋଉକୁ ଉଠେଇଲି ଏବଂ ପଚାରିଲି, ବୋଉ ଏଇ ସ୍ୱପ୍ନଟା ମୁଁ ଦେଖିଲି। ଏତିକି କଥା ବୋଉ ଶୁଣୁ ଶୁଣୁ ବୋଉ କହିଲା, କାଲି ସକାଳୁ ଯାଇକିରି ତୁ ଆଗେ ପିଣ୍ଡ ପକେଇବୁ, ତାପରେ ଯାହା। ତେଣୁ ସବୁ କଥାକୁ ଆଜିର ପିଲାମାନେ ଗୋଟେ ବିଜ୍ଞାନ କ'ଣ ପଢ଼ିଛନ୍ତି, ସେ ପୁରା ବୈଜ୍ଞାନିକ ନୁହନ୍ତି କି ବିଜ୍ଞାନକୁ ରିସର୍ଚ୍ଚ ବି ଏତେ କରିନାହାନ୍ତି। ଏଇ ଶୁଣାଶୁଣି କଥା, ଏଇସବୁ କ'ଣ କେଇ ଧାଡ଼ି ତାକୁ ଜାଣିଛନ୍ତି, ସେଇ କଥାରେ ଆମମାନଙ୍କୁ ସେ ପୁରା ଉଡ଼େଇ ଦେଉଛନ୍ତି ଆକାଶରେ। ଏଇଟା ବିଜ୍ଞାନ କହିଛି, ଏଇଟା ହେବନି। ତେଣୁ ସବୁବେଳେ ଆମର ଉପେକ୍ଷା ଯେଉଁ ଶବ୍ଦ, ଏଇଟା ଆମକୁ ସବୁବେଳେ ମାନେ ଅପରାଧୀ କରୁଛି। ସେ କଥା ଠିକ ନୁହେଁ, ସେ କଥା ଠିକ ନୁହେଁ। ତେଣୁ ସୂର୍ଯ୍ୟଙ୍କର ଅବତାର ହେଉଛନ୍ତି ପୃଥିବୀ। ମୁଁ ଖାଲି ସଂକ୍ଷିପ୍ତ ଟିକେ କହୁଛି, କୋଇଲା କେଉଁଠି ଅଛି? ପୃଥିବୀ ଉପରେ ନା ପୃଥିବୀ ତଳେ? ମାଟି ତଳେ। ପେଟ୍ରୋଲ, ଡିଜେଲ, ସୁନା, ଇଏ କେତେ କଥା ଅଛି, ମୁଁ ବି ତା ନାଁ କହିପାରିବି। ତାକୁ କିଏ ରଖିଛି? ତାକୁ ରଖିଛି ମା। ଏ କଥା ଆପଣମାନେ ଭାବିଲେଣି କି କେବେ? ଛୋଟ ପିଲାଟି ସ୍କୁଲକୁ ଯାଇଛି, ତା ମା ତା ପାଇଁ କାନି ପଣତରେ ସେ ରଖିଛି, ଲୁଚେଇକିରି ରଖିଛି ପିଠାପଣା। ପୁଅ କି ଝିଅ ଯାହା ସେ ଖାଇବାକୁ ଭଲ ପାଆନ୍ତି। ଏଇଟା ହେଉଛି ମାର କର୍ତ୍ତବ୍ୟ। ମାକୁ କେହି ଶିଖେଇନି, ସେ ତାର ଆପେ ଆପେ ଶିଖିଛି। ମୋ ସନ୍ତାନ ପାଇଁ ମୋତେ କ'ଣ କରିବାକୁ ପଡ଼ିବ, ସେଇଟାକୁ ସେ ମାନେ ତାକୁ ସାଇତିକି ରଖିଛି, ମନେ ବି ରଖିଛି। ଯୋଉଠି ମା ସେଇଠି ବାପା। ତେଣୁ ଆମେ ବାପା ଶବ୍ଦକୁ ଛାଡ଼ିଦେଲେ ହେବନି। ମା ଯଦି ମାଟି ହୁଏ, ବା ହେଉଛି ନିଶ୍ୱାସ, ପବନ, ପା ହେଉଛି ପାଣି ବା ଜଳ, ଆଉ ପା କହିଲେ ହାତ। ତେଣୁ ଇଏ ଦୁଇଟି, ଏ ଯେଉଁ ମା ବାପା, ଏଇ ଯେଉଁ ଅକ୍ଷର ଦୁଇ ତିନିଟା, ଆ ଭିତରେ ବହୁତ କଥା ଅଛି। ତେଣୁ ଆମେ ପ୍ରକୃତରେ ସବୁ କଥା ଜାଣୁଛୁ। ଗୋଟେ ଏମିତି ଘର କରିବା, ତାର ଅମୁକ ଜାଗାରେ ଭେଣ୍ଟିଲେସନ୍ ରହିବ, ଅମୁକ ଜାଗାରେ ବାଥରୁମ୍ ହେବ, ଏତେ କଥା ଆମେ ଜାଣିଛୁ। ଏଠି ଏଇଟା ଡାଇନିଂ ରୁମ୍, ଏଇଟା ବେଡ୍ ରୁମ୍, ଏଇଟା ଷ୍ଟଡି ରୁମ୍, ଏଇଟା କିଚେନ୍ ରୁମ୍, ଏତେ କଥା ତମେ ଜାଣିଛ, କିନ୍ତୁ ବାପା ମାଙ୍କୁ କେମିତି ଜାଣିପାରିଲନି?
ସୂର୍ଯ୍ୟଙ୍କୁ, ପୃଥିବୀକୁ, ସମୁଦ୍ରକୁ, ଆକାଶକୁ, ଏଇ ଯେଉଁ ଗୁଡ଼ିକ ଅଛି ଆକୁ କିଏ ଜାଣିଛ? ସବୁ ଦେଖିଛ, କିନ୍ତୁ କେବେ ଭାବିଛ କି ସମୁଦ୍ର କୂଳରେ ବସିକିରି ମୁଢ଼ି କ'ଣ ହେଲା ମସଲା ମୁଢ଼ି ଖାଇଛ, ବାଦାମ ଚୋବେଇଛ, କିନ୍ତୁ ପ୍ରକୃତରେ ସମୁଦ୍ରର ସ୍ୱରୂପକୁ ଚିନ୍ତନ କରିଛ କି? ତମେ ମନେ ମନେ କେତେ କହୁଛ ମୁଁ ଏତେ ପାଠ ପଢ଼ିଛି, ମୁଁ ଏତେ ଟଙ୍କା ରଖିଛି। ଗୋଟାଏ ସମୁଦ୍ରର ଗୋଟାଏ ଢେଉକୁ ତମ ଜୀବନ, ତମ ଅଞ୍ଚଳ ସରି ନୁହଁ। ଗୋଟାଏ ଢେଉ 1999 ମସିହାର 15 ମିନିଟ୍ ବାତ୍ୟା ଭିତରେ କେତେ ଲକ୍ଷ ଲୋକ ମରିଗଲେ। ଆମ ଜଗତସିଂହପୁର ଜିଲ୍ଲାର ଏଟା କ'ଣ କେନ୍ଦ୍ରାପଡ଼ା। ତେଣୁ ତାର ଗୋଟାଏ ଢେଉ ସହିତ ଯଦି ଆମର ବ୍ୟକ୍ତିତ୍ୱ କିଛି ନାହିଁ, ମୁଁ ଭାରି ଗୋଟା ମଲ୍ଲ, ମୁଁ ଏତେ ଲୋକକୁ ହାଣିଛି, ଏତେ ଲୋକକୁ ମାରିଛି, ଇଏ ଫୁଟାଣି ଗପ ସମୁଦ୍ରର ଗୋଟିଏ ଜୁଆର ଭିତରେ ହଜିଯିବ। ତେଣୁ ସେଥିପାଇଁ ଗୀତା ଆମକୁ ବୁଝେଇଲେ ଅହଙ୍କାରଂ ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହ, ସବୁ ଯାକ କହିଲେ ଏଗୁଡ଼ା ସବ ବିରାଟର। ଏଗୁଡ଼ାକ କେହି ଆମର ନୁହନ୍ତି, ଆମ ଲୋକ ନୁହନ୍ତି। ଭାତ ଡାଲି ତରକାରୀ ବୋଲି ତାକୁ ଭାବନା, ଏଗୁଡ଼ା ସବୁ ଆଇଛନ୍ତି ବାହାରୁ, ଆଙ୍କୁ ବିଦା କର। ତେଣୁ ମାର ପଣତ ତଳେ, ଧରିତ୍ରୀ ମାର ପଣତ ତଳେ ଆମ ପାଇଁ, ଜୀବଜଗତ ପାଇଁ ସବୁକିଛି ମା ଲୁଚେଇକିରି ରଖିଛି। ଆପଣ ଯାଆନ୍ତୁ ତାଳଚେର, କେହି ମୁଁ ତାଳଚେର ଆପଣ ଯାଇଥିବେ, ସେ କୋଇଲା ଗଣ୍ଡାକ ପାଇଁ ସେଠି ସମସ୍ତେ ବୋଧେ କୋଟିପତି। ଯେତେବେଳେ କୋଇଲା ବାହାରି ନଥିଲା ଆମେ ବୁଝିଛୁ, ଯେଉଁ ଜାଗାର ମୂଲ୍ୟ 500 ଟଙ୍କା ଥିଲା ସିଏ ବର୍ତ୍ତମାନ 50 ଲକ୍ଷ। ଆଜି ଆପଣ ଏଇ ଯେଉଁ ଭୁବନେଶ୍ୱର, କଟକ କଥା ନା, ଏଇଟା ପୁରୁଣା ସହର କଥା। ଭୁବନେଶ୍ୱର ଯେତେବେଳେ ଏକାମ୍ର କାନନ ଥିଲା, ସେତେବେଳେ ସେ ଜମିବାଡ଼ିର ମୂଲ୍ୟ କ'ଣ ଥିଲା? ଆମେ ଗାଁ ଲୋକଙ୍କୁ ସବୁ ପଚାରିଛୁ, ଏ ଜମି ତମେ ନା, ଏ ଯେଉଁ ଜମିଟା 500 ଥିଲା, କିଏ କହିବ 1000 ଖଣ୍ଡେ ଭିତରେ ଥିଲା। ଓଇକା ସେଠି କ'ଣ? ଏଇଟା 30 ଲକ୍ଷ, ସେଇଟା କମ୍ 25 ଲକ୍ଷ। ଆରେ ପଇସା ଗୁଡ଼ାକ ବର୍ତ୍ତମାନ ସବୁ ଗୋଡ଼ି ମାଟି ଭଳିଆ ହେଇଗଲାଣି। ତେଣୁ ଇଏ ହେଉଛି ମାର ମହିମା। ଆପଣ କହିବେ ଏଇଟା କଟକ ଚଣ୍ଡୀ ହୁଅନ୍ତୁ, ସେ ଗଡ଼ଚଣ୍ଡୀ ହୁଅନ୍ତୁ, ଯେଉଁ ଚଣ୍ଡୀ ହୁଅନ୍ତୁ, ଇଏ ହେଉଛି ମାର ମହିମା। ଏବଂ ମାର ମହିମା ସାଙ୍ଗରେ ବାପାର ମହିମା ହେଉଛି ବା। ବା କହିଲେ ନିଶ୍ୱାସ। ନିଶ୍ୱାସ ଥିଲେ ସିନା ତୁମେ ମାଟିକି ପରୀକ୍ଷା କରିବ, ନିଶ୍ୱାସ ଯଦି ପଳେଇବ ଆଉ ତୁମେ ତ ସେଇ ପଳେଇଲ, ଆଉ ତୁମେ ଦେଖିବ କ'ଣ କାହାକୁ? ତେଣୁ ନିଶ୍ୱାସକୁ ଆଉ ମାଟିକୁ, ଇଏ ଦୁଇଟି ତମର କେତେ ଅନ୍ତରଙ୍ଗ। ଏ ବାପ ମାଙ୍କ ଠାରୁ ମଧ୍ୟ କୋଟି ବାପା କୋଟି ମାର ଅନ୍ତର ଏଇ ଦି ଜଣଙ୍କ ପାଖରେ ଅଛି। ଆଉ ଯଦି ଅଜା ଫଜା କଥା କହିବ, ସେଇଟା ସେଇ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ଯାହାଙ୍କୁ କୁହାଯାଉଛି ଜବା କୁସୁମ ସଂକାଶମ କାଶ୍ୟପେୟ ମହାଦୁତି ପ୍ରଣତସ୍ମି ଦିବାକ। ତେବେ ଏଇଭଳି ଅନେକ କଥା ଅଛି। ତେବେ ଆପଣମାନେ ଏତିକି ଖାଲି ମୁଁ ଆପଣଙ୍କୁ ସୂଚେଇ ଦେଉଛି, ସୂଚେଇରେ ମନେ ପକାଇ ଦେଉଛି, ମୁଁ ମାନେ ମନେ ପକାଇ ଦେଉଛି,
ସେ କଥାଟା ହେଉଛି ଯେ ଯେତେବେଳେ ମଣିଷ ଜନ୍ମ ହେଇନଥିଲା, ଆପଣମାନେ ସବୁ ଶିକ୍ଷାବିତ୍ ବସିଛନ୍ତି, ଆପଣ ଭାବନ୍ତୁ କୋଉ ମନ୍ଦିରଟା ଥିଲା, ପୃଥିବୀର କୋଉ ଦେଶରେ କୋଉ ମନ୍ଦିର ଥିଲା। ଯେତେବେଳେ ମଣିଷ ଜନ୍ମ ହେଇନଥିଲା, ପଶୁପକ୍ଷୀ ଜନ୍ମ ହେଇଗଲେଣି, ବୃକ୍ଷ ଲତା ତରୁ ତୃଣ ଲତା ସବୁ ଜନ୍ମ, ଯେଉଁ ମଣିଷ ଜନ୍ମ ହେଇନି। ଯଦି ବି ଜନ୍ମ ହେଇଛି ସେଇଟା ଦେଖାଯାଉଛି ବାନର ଭଳିଆ କିମ୍ବା ଭାଲୁ ଭଳିଆ, ଏମିତିଆ ପଶୁର ଆକୃତିରେ ମଣିଷ ଅଛି। ସେ କ'ଣକୁ ରିସର୍ଚ୍ଚ କରିଥିଲା? ଆଜି ଯେତେ କଥା ଆପଣମାନେ ଆମେମାନେ ଉଦ୍ଭାବନ କରୁଛୁ, ଗରମ ସହିପାରୁନି ବୋଲି ଏସି ଲାଗିଛି, ଫ୍ୟାନ୍ ଲାଗିଛି, ବଡ଼ ପାଟିରେ ଶୁଣିବ ବୋଲି ମାଇକି ଲାଗିଛି, ଇଏ ଯେତେ କଥା ରିସର୍ଚ୍ଚ ହେଇଛି, ଆକୁ କିଏ ରିସର୍ଚ୍ଚ କରିଛି? କୋଉ ମନ୍ଦିରର ଦେବତା ଆକୁ ରିସର୍ଚ୍ଚ କରିଛି? ମନ୍ଦିର ହଉ, ମସଜିଦ ହଉ, ଚର୍ଚ୍ଚ, ଆମେ ତାଙ୍କ କଥା କାହିଁ କହିବା? ଆମ କଥା ଆମେ କହିବା। କେହି ରିସର୍ଚ୍ଚ କରିନାହାନ୍ତି। ଇଏ ସବୁ ଉଦ୍ଭାବନ ହେଇଛି। ତେବେ କଥାଟି ହେଉଛି, ସେତେବେଳେ କୋଉ ଧର୍ମ, ଆଜି ଆମେ କହୁଛୁ ଆମର ବୃନ୍ଦାବନ ଧାମ, ଆମର ସେ ଅଯୋଧ୍ୟା ଧାମ, ନବଦ୍ୱୀପ ଧାମ, ଆଉ ପୁରୀ ଶ୍ରୀକ୍ଷେତ୍ର ଧାମ, ଏମିତି କେତେ ଧାମ କଥା ଆମେ କହୁଛୁ। ଆମର ମମତା ବାନାର୍ଜୀ ଜବରଦସ୍ତି କହୁଛନ୍ତି ଆମର ସେଇଟା କି ଧାମ, ଦୀଘା ହେଉଛି ଧାମ। ଆଚ୍ଛା, ଏତେ ଧାମ କଥା କହୁଛନ୍ତି, ଭଗବାନ ସବୁ କାଟିଦେଲେ, ଏଗୁଡ଼ା କିଛି ଧାମ ନୁହେଁ। ସେ ଧାମର ସମ୍ମାନ ଦେଇଛନ୍ତି ମଣିଷ ପାଇଁ, କିନ୍ତୁ ନିଜେ କହିଛନ୍ତି ମୋ ଘର କୋଉଠି ତୁମେ ଜାଣିଛ? ନ ତଦ୍ଭା ଶ୍ରିୟତେ ସୂର୍ଯ୍ୟ ସେଇ ଯୋଉ ନିରାକାର ପରମାତ୍ମା, ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ, ସେଇ ମହାଶୂନ୍ୟ ଭିତରେ ମୋ ଘର, ମୋ ଠିକଣାଟା ସେଇ। ଆଉ ତମେ କଣ ଆଡ଼େ ସାଡ଼େ ଖୋଜୁଛ? ତେଣୁ ସଜ୍ଜନ ସବୁବେଳେ ମନେ ରଖିବାକୁ ପଡ଼ିବ, ଏଇ ପୃଥିବୀ, ଏଇ ଧର୍ମ ବୋଲି ଗୋଟେ ନାଁ କିଛି ନଥିଲା। ଧର୍ମ ଥିଲା, କିନ୍ତୁ ଧର୍ମର ନାଁ କିଛି ନଥିଲା। କିନ୍ତୁ ବୃକ୍ଷ ତରୁ ତୃଣ ଲତା ପାହାଡ଼ ପର୍ବତ ଜଙ୍ଗଲ ନଦ ନଦୀ ଝରଣା ଏଗୁଡ଼ାକ ସବୁ ଥିଲା। ମଣିଷ ସୃଷ୍ଟି ହେଲା, ସିଏ ପୁଣି ବିଲକୁ ଲୁଗା ପିନ୍ଧି ବି ଜାଣିନଥିଲା, ଖାଇ ବି ଜାଣିନଥିଲା। ସେ ଧର୍ମ କେତେବେଳେ ସୃଷ୍ଟି କଲା? ଯେତେବେଳେ ମଣିଷ ଟିକେ ପାଠଶାଠ ପଢ଼ିକିରି କ'ଣ କେମିତି ଗୋଟେ ତାର ସଂସ୍କାର ହେଲା, ସୋଠୁ ତାପରେ ତାଙ୍କର ସବୁ ରିସର୍ଚ୍ଚ ହେଇକିରି এইটা ଅମୁକ ଧର୍ମ, ସେଇଟା ସମୁକ ଧର୍ମ। ହଉ, ଧର୍ମ ହେଲା, ଭଲ ହେଲା, ଏଇଟା ବଢ଼ିଆ କଥା। କିନ୍ତୁ ଧର୍ମକୁ ନେଇକିରି ଆଜି ବାଡ଼ିଆ ପିଟା, ହଣାହଣି, କଟାକଟି, ଛେଳି କୁକୁଡ଼ାଙ୍କ ଠାରୁ ଆହୁରି ମୂଲ୍ୟ ତାଙ୍କର କମିଗଲା। ସବ କଟାକଟି, ଖାଲି କଟାକଟି, ହଣାହଣି, ବମିଂ, ଅମୁକ ଢମକ, ଏଇଥିରେ ଆମେ ଆଜି ଧର୍ମକୁ ନେଇ ପୁରେଇଛୁ। ନା ଏଇଟା ଅମୁକ ଧର୍ମ, ଏଇଟା ସବୁ। ତେଣୁ ସମୟ ଆସୁଛି, ଆମେ ବୋଧେ ସେତେବେଳକୁ ଆଉ ନଥିବୁ, ଆମ ପିଲାମାନେ ଥିବେ, ସେଇମାନେ ଅନୁଭବ କରି ଜାଣିବେ ଏମିତି ଏକ ସମୟ ଆସିବ, ଧର୍ମ ଭିତରେ ପୁଣି ଯୁଦ୍ଧ ହବନି। ଏକତ୍ୱ ଭାବନା, ସମନ୍ୱୟ ଭାବନା, ପ୍ରେମର ଭାବନା ସୃଷ୍ଟି ହେବା ପାଇଁ ପୁଣି ମଣିଷ ସଂଗ୍ରାମ କରିବ। ତା ନ ହେବା ପର୍ଯ୍ୟନ୍ତ
ପୃଥିବୀର କୋଉ ଦେଶରେ ସବୁ ମିଳିବ, ଶାନ୍ତି ମିଳିବ ନାହିଁ। ତେଣୁ ସେଇ ଶାନ୍ତିକୁ ଆପଣମାନେ ଖୋଜନ୍ତୁ, ଜୀବନ ଭିତରେ ଖୋଜନ୍ତୁ, ପରିବାର ଭିତରେ ଖୋଜନ୍ତୁ। ଆପଣମାନେ ଏଠି ସଂଘ କରିଛନ୍ତି, ସଂଘ ମାନେ କ'ଣ? ସଂଘ ମାନେ ଶାନ୍ତି। ଆଉ ସଂଘ ମାନେ କ'ଣ? ପ୍ରେସିଡେଣ୍ଟ, ସେକ୍ରେଟାରୀ, ମେମ୍ବର, କୋଷାଧ୍ୟକ୍ଷ, ସମକକ୍ଷ, ଇଏ ସବୁ ଆପଣମାନେ କରିଛନ୍ତି। ସଂଘ ମାନେ ଶାନ୍ତି। ବୁଦ୍ଧ କହିଲେ ସଂଘଂ ଶରଣଂ ଗଚ୍ଛାମି। ଘର ଜଞ୍ଜାଳ ଭିତରେ ତୁମେ ନିଷ୍ପେଷିତ ହେଇଯାଉଛ। ପୁଅର ଜଞ୍ଜାଳ, ଝିଅର ଜଞ୍ଜାଳ, ନାତିର ଜଞ୍ଜାଳ, କେତେ ଜଞ୍ଜାଳ। କିନ୍ତୁ ସଂଘ ମାଧ୍ୟମରେ ଆମେ ସଂଘରେ ଯଦି 15 ମିନିଟ୍ କି 20 ମିନିଟ୍ କି ଅଧଘଣ୍ଟାଏ ବସିବୁ, କିଛି ନ ପାଇଲେ ବି ଟିକେ ଶାନ୍ତି ପାଇବୁ। ଆଉ ସଂଘ ଭିତରେ ଯଦି ଶାନ୍ତି ନ ରହିଲା, ତାହେଲେ ସେ ସଂଘକୁ ନ ରଖିକି ତାକୁ ନେଇ ମହାନଦୀ କି କାଠଯୋଡ଼ିରେ ବିସର୍ଜନ କରିଦିଅ। ସେଗୁଡ଼ା କାହିଁକି ରଖିବ? ଆଜି ଦେଖନ୍ତୁ, ମୁଁ ବେଶୀ ସମୟ ହେଇଯିବ, ଧର୍ମ ଭିତରେ ସବୁ ଗଣ୍ଡଗୋଳ। ଯେତେ ଗଣ୍ଡଗୋଳ, ଆମ ଭାଇ ଭାଇ ଗଣ୍ଡଗୋଳ ହେଲେ ମୀମାଂସା ଅଛି, ତାଙ୍କର ମୀମାଂସା ନାହିଁ। ଏତେ ଗଣ୍ଡଗୋଳ। ତାହେଲେ ଧର୍ମ କ'ଣ ଏଇଥିପାଇଁ ସୃଷ୍ଟି ହେଇଥିଲା? ଧର୍ମ ଏକ ଗଢ଼ିଛନ୍ତି, ধর্ম একাশী ଏଥିରେ କୋଉ ଧର୍ମର ନାଁ ଅଛି? ଆକୁ ଆମ ଓଡ଼ିଆ କବି ଲେଖିଛନ୍ତି। ଆମେ ଯେତେବେଳେ ପାଠ ପଢ଼ୁଥିଲେ, ଆମ ବୟସ୍କ ବାବୁମାନେ ତାକୁ ପଢ଼ୁଥିଲେ, ଆମ ପିଲାମାନେ ତାକୁ ପଢ଼ୁନାହାନ୍ତି। ସେ ପାଠ ସେ ବହିରେ ନାହିଁ, ଆଉ ପଢ଼ିବେ କ'ଣ? ବାଲ୍ୟକାଳୁ ଧର୍ମ ଧନ কে জানে আজি মৃত্যু। ତାପରେ ଭଲ ପଦଟା ଅଛି, କ୍ଷୁଦ୍ର କୀଟ ଅର୍ଥ রচইব মিক মুহি ତେଣୁ ସେଇ ଧର୍ମର ବାଉଛାୟା ତଳେ ଆମେ ଯେତିକି ଦିନ ବଞ୍ଚିବା, ଭଲ କାମ କରିବା, ବାସ୍। ଏଇ ଗୋଟିଏ ସଂକଳ୍ପ ନିଅନ୍ତୁ। ଆଜି ତ ଗଛ ଦରକାର ହେଉଛି। ଆମେ କଟକବାଲାଙ୍କୁ ଗଛ କଥା କହିଲେ ସେ କେଉଁଠି ଲଗେଇବେ? ତଥାପି ଆମର ଏଇ ଆଶ୍ରମର ପଛପଟେ ମୁଁ ଦେଖୁଛି ଗୋଟେ ଛୋଟିଆ ଜଙ୍ଗଲ ଅଛି। ତେଣୁ ଗଛ ଲଗାନ୍ତୁ। ଏସବୁ କଥା ତ ଆପଣମାନେ ସବୁ ଜାଣିଛନ୍ତି। ନିଶା ମାଦକ ଛାଡ଼ନ୍ତୁ, ଏସବୁ କରନ୍ତୁ। କେବଳ ଜୀବନରେ ଆମେ ଟିକେ ଶାନ୍ତି ପାଇଁ, ଶାନ୍ତିରେ ବଞ୍ଚିବା ଆଉ ମରିବା,
ଏଇ ଦୁଇଟା ଜିନିଷ ପାଇଁ ଆମେ ଅନ୍ତତଃ ସବୁବେଳେ ଆମର ମାନେ ନିଜକୁ ନିଜ ପରିବାରକୁ ସମସ୍ତଙ୍କୁ ଠିକ୍ ଠିକ୍ ବାଟରେ ନେବା ପାଇଁ ଚେଷ୍ଟା କରିବା କଥାକୁ ଏଇଠି ମା କଟକ ଚଣ୍ଡୀଙ୍କ ପଦାବ୍ଜରେ ସମର୍ପଣ କରୁଛି। ପୁଣି ମୁଁ ତ କଟକ ଆସେ 2 ଦିନ ଖଣ୍ଡେ ମୋର ରହିବା କଥା, କିନ୍ତୁ ପ୍ରଣବ ବାବୁ ଆରଥରକ କହିଥିଲେ ବାବା କ'ଣ ଏମିତି ଆସି 2 ଦିନ ପଳଉଛନ୍ତି। ମୁଁ କହିକି ଯାଇଥିଲି ହଉ ଦେଖିବା ଏଇ ତ 2-3 ଦିନ କି 4 ଦିନ କ'ଣ କରିବା ଆଉ। ତେଣୁ ମୋ ଦେହ ସୁସ୍ଥ ଥାଉ ଅସୁସ୍ଥ ଥାଉ ଆଜି ସକାଳେ ଭାଇ ମୁଁ କ'ଣ ଲୋକ କ'ଣ କେହି ନାହାନ୍ତି କଟିକିଆ ସବୁ ଭୁଲିଗଲେ କି ବଳିବାକୁ। ତାପରେ ତ ଲାଇନ୍ ଲାଗିଲାଣି ଆଉ। ତେଣୁ ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ, ନିଜ ପରିବାରକୁ ନେଇ ଆନନ୍ଦରେ ରୁହନ୍ତୁ, ଏତିକି ସେଇ ପରମ ବ୍ରହ୍ମଙ୍କ ପାଖରେ ପ୍ରାର୍ଥନା କରି କଥାକୁ ବିଶ୍ରାମ କରୁଛି।